ଏହା ଏକ କାଳ୍ପନିକ ଦୃଷ୍ଟାନ୍ତ ଦ୍ୱାରା ବୁଝାଇ ଦିଆଯାଇଛି। ଚେତନ ସିଂ ନାମର ଜଣେ ରାଜା ଥିଲେ। ତାଙ୍କ ପ୍ରଧାନମନ୍ତ୍ରୀଙ୍କ ନାମ ଜ୍ଞାନସାଗର। ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଜଣେ ସହକାରୀ ମନ୍ତ୍ରୀ ଥିଲେ, ତାଙ୍କ ନାମ ଚଞ୍ଚଳ ସିଂ। ରାଜା ମନ୍ତ୍ରୀ ଓ ସହକାରୀ ମନ୍ତ୍ରୀଙ୍କ ସହିତ ନିଜ ରାଜଧାନୀ ମଧ୍ୟପୁରୀରେ ରହୁଥିଲେ। ରାଜ୍ୟ 10 ଗୋଟି ଜିଲ୍ଲାରେ ବିଭକ୍ତ ହୋଇଥିଲା ଏବଂ ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଜିଲ୍ଲା ଅଧିକାରୀ ନିଯୁକ୍ତ ଥିଲେ। ରାଜା ଅତ୍ୟନ୍ତ ବିଚାରଶୀଳ, କର୍ମପ୍ରବଣ ଓ ସୁଶୀଳ ଥିଲେ। ତାଙ୍କ ରାଜ୍ୟରେ ସମସ୍ତେ ସୁଖରେ ଥିଲେ। ରାଜ୍ୟ ଦିନୁ ଦିନ ଉନ୍ନତି ହେଉଥିଲା। ଥରେ ତାଙ୍କ ରାଜ୍ୟକୁ ଜଗମୋହନ ନାମକ ଜଣେ ଠକ ସର୍ଦ୍ଦାର ଆସିଲା। ସେ ଥିଲା ବଡ଼ କୁଚକ୍ରୀ ଓ ଦଗାବାଜ। ତାର ହୃଦୟ କପଟ ରୂପୀ ଗରଳରେ ପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ତାର କଥା ଥିଲା ବଡ଼ ମଧୁର। ସେ ଯାହା ସହିତ କଥାବାର୍ତ୍ତା କରୁଥିଲା ତା ମନକୁ ମୋହି ନେଉଥିଲା। ସେ ଜଣେ ବେପାରୀ ବେଶରେ ଆସିଥିଲା ଏବଂ ଜିଲ୍ଲାଧୀଶମାନଙ୍କ ସହିତ ମିଳାମିଶା କରି ସେହି ରାଜ୍ୟରେ ନିଜର ବେପାର କରିବାକୁ ଅନୁମତି ମାଗିଲା। ଏଥିପାଇଁ ସେ ଜିଲ୍ଲାଧୀଶମାନଙ୍କୁ ଯଥେଷ୍ଟ ପ୍ରଲୋଭନ ଦେଖାଇଲା। ସେମାନେ ତା ପ୍ରଲୋଭନରେ ପଡ଼ିଗଲେ, କିନ୍ତୁ ଉପର ହାକିମଙ୍କ ଅନୁମତି ବିନା ତ ସେମାନେ କିଛି କରିପାରିବେ ନାହିଁ। ଦଗାବାଜ ବେପାରୀ ଜଗମୋହନର ମନ୍ତ୍ରଣାରେ ସେମାନେ ସମସ୍ତେ ମିଶି ତାକୁ ଉପର ହାକିମ ସହକାରୀ ମନ୍ତ୍ରୀ ଚଞ୍ଚଳ ସିଂଙ୍କ ପାଖକୁ ନେଇଗଲେ। ଠକ ବେପାରୀ ତାଙ୍କୁ ମଧ୍ୟ ବହୁ ପ୍ରଲୋଭନ ଦେଖାଇଲା। ଫଳତଃ ଚଞ୍ଚଳ ସିଂ ମଧ୍ୟ ଜଗମୋହନରେ ମିଠା କଥାରେ ଭୁଲିଗଲେ। ଚଞ୍ଚଳ ସିଂ ତାଙ୍କୁ ନିଜର ଉପର ଅଧିକାରୀ ଜ୍ଞାନସାଗରଙ୍କ ପାଖକୁ ନେଇଗଲେ। ଜ୍ଞାନସାଗର ବୁଦ୍ଧିମାନ ଥିଲେ, କିନ୍ତୁ ସେ ଟିକେ ଦୁର୍ବଳ ହୃଦୟର ଲୋକ ଥିଲେ। ସେ ଠିକ୍ ମୀମାଂସା କରି କୌଣସି ନିଶ୍ଚୟରେ ପହଞ୍ଚି ପାରୁନଥିଲେ। ତେଣୁ ସେ ନିଜର ସହକାରୀ ମନ୍ତ୍ରୀ ଚଞ୍ଚଳ ସିଂ ଓ 10 ଜିଲ୍ଲାଧୀଶଙ୍କର କଥାରେ ଚଳୁଥିଲେ। ଏହାଫଳରେ ସେମାନେ ଅନୁଚିତ ଲାଭ ମଧ୍ୟ ଉଠାଉଥିଲେ। ବର୍ତ୍ତମାନ ସେ ଚଞ୍ଚଳ ସିଂ ଓ ଜିଲ୍ଲାଧୀଶଙ୍କ କଥାରେ ବିଶ୍ୱାସ କରି ଠକ ବେପାରୀର ଜାଲରେ ପଡ଼ିଗଲେ। ସେ ବେପାର ପାଇଁ ଅନୁମତି ଦେବାକୁ ସ୍ୱୀକାର କରିଦେଲେ, କିନ୍ତୁ କହିଲେ ମହାରାଜ ଚେତନ ସିଂଙ୍କ ମଞ୍ଜୁରୀ ବ୍ୟତୀତ ସାରା ରାଜ୍ୟରେ ବେପାର କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଶେଷରେ ଠକ ବେପାରୀଙ୍କ ପ୍ରରୋଚନାରେ ସେମାନେ ତାଙ୍କୁ ରାଜାଙ୍କ ପାଖକୁ ନେଇଗଲେ। ଠକ ବଡ଼ ଚତୁରୀ ଥିଲା। ସେ ରାଜାଙ୍କୁ ବହୁ ପ୍ରଲୋଭନ ଦେଖାଇଲା। ରାଜା ମଧ୍ୟ ଲୋଭରେ ପଡ଼ିଗଲେ ଏବଂ ସେ ଜଗମୋହନକୁ ନିଜ ରାଜ୍ୟରେ ସର୍ବତ୍ର ଅବାଧ ବାଣିଜ୍ୟ ଚଳାଇବାକୁ ଏବଂ କୋଠିମାନ ଖୋଲିବାକୁ ଅନୁମତି ଦେଇଦେଲେ। ଜଗମୋହନ ଜିଲ୍ଲା ଅଫିସରମାନଙ୍କୁ ତଥା 2 ମନ୍ତ୍ରୀଙ୍କୁ କିଛି ଦିଆନିଆ କରି ସନ୍ତୁଷ୍ଟ କରିଦେଲା ଏବଂ ସାରା ରାଜ୍ୟରେ ନିଜର ବେପାରର ଜାଲ ବିଛାଇଦେଲା। ଯେତେବେଳେ ସବୁଆଡ଼େ ତାର ପ୍ରଭାବ ବିସ୍ତୃତ ହୋଇଗଲା, ସେତେବେଳେ ସେ ଅବାଧରେ ପ୍ରଜାଙ୍କୁ ଲୁଟିବାକୁ ଲାଗିଲା। ଜିଲ୍ଲାଧୀଶମାନଙ୍କ ସହିତ 2 ମନ୍ତ୍ରୀ ପ୍ରଲୋଭନରେ ପଡ଼ିଯାଇଥିଲେ। ରାଜାଙ୍କୁ ମଧ୍ୟ ଲୁଟିଥିବା ଧନର ଅଂଶ ଦେଇ ସେ ତାଙ୍କୁ ନିଜର ବଶ କରିଦେଲା। ଛଳ କୌଶଳରେ ଓ ମିଠା ମିଠା ଚିକଣ ଚାକଣ କଥାରେ ରାଜାଙ୍କୁ ତଥା ବିଷୟ ଲୋଲୁପ ସମସ୍ତ ଅଫିସରଙ୍କୁ କୁମାର୍ଗଗାମୀ କରାଇ ଦେଇ ସେ ସମସ୍ତଙ୍କୁ ଶକ୍ତିହୀନ, ଅକର୍ମଣ୍ୟ ଓ ଦୁର୍ବ୍ୟସନ ପ୍ରିୟ କରିଦେଲା ଏବଂ ଗୁପ୍ତ ଭାବରେ ଖୁବ୍ ଶୀଘ୍ର ନିଜର ବଳ ବଢ଼ାଇ ସେ ସାରା ରାଜ୍ୟରେ ନିଜର ଅଧିକାର ଜମାଇଦେଲା। ଏପରି ଭାବରେ ରାଜାଙ୍କର ସର୍ବସ୍ୱ ଲୁଟି ନେଇ ଶେଷରେ ରାଜାଙ୍କୁ ବି ନଜରବନ୍ଦୀ କରିଦେଲା। ଏହି ଉଦାହରଣକୁ ମନୁଷ୍ୟ ଜୀବନ ସହିତ ତୁଳନା କଲେ ଦେଖିବେ, ରାଜା ଚେତନ ସିଂ ହେଉଛନ୍ତି ଜୀବାତ୍ମା, ପ୍ରଧାନମନ୍ତ୍ରୀ ଜ୍ଞାନସାଗର ବୁଦ୍ଧି, ସହକାରୀ ମନ୍ତ୍ରୀ ଚଞ୍ଚଳ ସିଂ ମନ, ମଧ୍ୟପୁରୀ ରାଜଧାନୀ ହୃଦୟ, 10 ଜିଲ୍ଲାଧୀଶ 10 ଇନ୍ଦ୍ରିୟ, 10 ଜିଲ୍ଲା ଇନ୍ଦ୍ରିୟମାନଙ୍କର 10 ସ୍ଥାନ ଏବଂ ଠକ ସର୍ଦ୍ଦାର ଜଗମୋହନ କାମ ଅଟେ। ବିଷୟ ଭୋଗ ସୁଖର ପ୍ରଲୋଭନ ହିଁ ସମସ୍ତଙ୍କୁ ପ୍ରଲୁବ୍ଧ କରାଏ। ବିଷୟ ଭୋଗରେ ପକାଇ ସେ ଜୀବାତ୍ମାକୁ ବାସ୍ତବ ସୁଖ ମାର୍ଗରୁ ଭ୍ରଷ୍ଟ କରିଦିଏ ଏବଂ ତାକୁ ଲୁଟିବାକୁ ଲାଗେ ଓ ତାର ଜ୍ଞାନକୁ ଆବୃତ କରି ସର୍ବଦା ମୋହିତ କରିଦିଏ। ତେଣୁ ମନୁଷ୍ୟ ଜୀବନର ପରମ ଲାଭରୁ ବଞ୍ଚିତ ହୋଇ ରହିବାକୁ ବାଧ୍ୟ କରିବା ହିଁ ନଜରବନ୍ଦୀ କରିବା। ଅଭିପ୍ରାୟ ଏହି ଯେ କଲ୍ୟାଣ ବିରୋଧୀ ଦୁର୍ଜୟ ଶତ୍ରୁ କାମ, ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ ବିଷୟ ଭୋଗ ରୂପକ ମିଥ୍ୟା ସୁଖର ପ୍ରଲୋଭନ ଦେଖାଏ, ସମସ୍ତଙ୍କ ଉପରେ ନିଜର ଅଧିକାର ଜମାଏ। ମନ, ବୁଦ୍ଧି ଏବଂ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟ ସୁଖ ରୂପକ ଲୋଭରେ ଜୀବାତ୍ମାର ଜ୍ଞାନକୁ ଆବୃତ କରିଦିଏ ଓ ଜୀବାତ୍ମାକୁ ମୋହମୟ ସଂସାର ରୂପକ କଏଦୀଖାନାରେ ପକାଇଦିଏ ତଥା ପରମାତ୍ମା ପ୍ରାପ୍ତି ରୂପକ ପ୍ରକୃତ ଧନରୁ ବଞ୍ଚିତ କରି ତାହାର ଅମୂଲ୍ୟ ମନୁଷ୍ୟ ଜୀବନକୁ ନଷ୍ଟ କରିଦିଏ।